ସାପ ଗୋଟେ ମାଛକୁ କାମୁଡି ଧରିଛି, ଅଧା କାମୁଡି ଦେଇଛି, ପଶି ଯାଇଛି ଅଧେ ମୁଣ୍ଡ ସହ। ଧେଣ୍ଡୁଅ ସାପ ଗୁଡା ନା, ଧେଣ୍ଡୁଅ ସାପ ନା, ଏଇ ଧେଣ୍ଡୁଅ ସାପ ନା ଗୁଡା, ଏଇ ଅଜଗର ଧେଣ୍ଡୁଅ ସାପ ହଲଚଲ ହଉଛି। ଏଇ ଏଇଠି କଣ ହଉଛି? ଏଇ କଣ? ଏଇ ପଳେଇଲା ପଳେଇଲା, ଢୁକି ଦେଇଛି, ଅଧା ଖାଇ ଦେଇଛି। ସିଏ ଆଉ କାଢି ବି ପାରିବନି କି ଆଉ ଢୁକି ବି ପାରିବନି। ଏ ଯୋଉ ବାଟା ହେଲାଣି ସାପ ମରିଯିବ। ସାପ ଦେଖିବା ପାଇଁ ଆସିଗଲେ ଦି ଜଣ। ଏଇ ପଳେଇଲା ପଳେଇଲା, ଏଇଠି ପଳେଇ ଆଣି ପଳେଇ ଆସ, ଏଇ ପଳେଇଲା। ସିଏ ଏମିତି ଢୁକିଛି, ସେ ଆଉ କାଢି ପାରିବନି। କୋଉ ମାଛ କଣ୍ଟା ଲାଗି ଯାଉଛି, କାଢି ପାରିବନି କି ଆଉ ଭିତରକୁ ବି ଦେଇପାରିବନି। ପୁରା ଢୁକି ପାରିବନି ନେଇକି। ମାଛ କାମୁଡିଛି ନା କଣ ସେଟା ଉପର ଠିଆ ହେଇଛି କଣ? ନାଞ୍ଜଟା ସିଏ ବି ବୁଡିକି ରହିପାରୁନି। ସାପ ଫଣା ଟେକିଲା ଭଳିଆ ରହିଛି। ପାଟରେ ପାଣି ପଶିଯିବ ବୁଡେଇବ ମାନେ। ତାକେ ଗୁଡା ନା ରୁହ। ଆଜି ପୁରା ଫିଷ୍ଟ ହେବ ତାର ଆଜି। ସେ ବର୍ତ୍ତମାନ କଣ କରିବା ବାଟ ପାଉନି, କୋଉ ମାଛ ଖାଇଛି ମାନେ ମରିବା ପୁରା ସିଓର। ପଳେଇଲା, ସେ କହିଲା ଏଠି ଆଉ ହବନି, ମୁଁ ଯାଉଛି ସିଆଡକୁ ପଳେଇବି। ସେ ପଳେଇ ଗଲା, ସେ ଆସି ଏଠି ଆଶ୍ରୟ ନବ। ଏ ବାବୁନ ଗୁଡା ନା, ପଳେଇଲା ପଳେଇଲା, ଯା। ଏ ସେ ଚାଲି ପାରୁନି, ଚାଲି ପାରୁନି, ଥରି ଥରି ଯାଉଛି।